କିନ୍ତୁ ଆଜି ବଣ୍ଡା ଯୁବକ ସନିଆ ଚାଲାଣ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି, 2 ଦିନ ତଳେ ଆମର ସାମ୍ବାଦିକ ମାନେ ଏଠି ଆସି ତାଙ୍କୁ ଦେଖିଲୁ, ତାର ଚିକିତ୍ସା କେମିତି ଆଗକୁ ବଢି ପାରିବ ସେଇଥିପାଇଁ ଆମେ ଜିଲ୍ଲା ପ୍ରଶାସନ ତଥା ସିଡିଏମକୁ ନଜରକୁ ଆଣିଥିଲୁ ଏବଂ ତୁରନ୍ତ ଜିଲ୍ଲା ପ୍ରଶାସନ ସାହାଯ୍ୟର ହାତ ବଢେଇଛନ୍ତି ଏବଂ ଆଜି ତାର ଆମ୍ବୁଲାନ୍ସ ରେଡି ଅଛି ଏବଂ ପିଆଇଟିଡି ମଧ୍ୟ ଜଣେ ଆଟେଣ୍ଡାଣ୍ଟ ତାକୁ ଦଉଛନ୍ତି ତାର ଚିକିତ୍ସା କେମିତି ସୁରୁଖୁରୁରେ ହେଇପାରିବ ଏବଂ ଆଜି ଆମର ସାମ୍ବାଦିକ ୟୁନିୟନ ତରଫରୁ ମଧ୍ୟ ଆମେ କିଛିଟା ତାକୁ 10,000 ଟଙ୍କାର ଗୋଟେ ସାହାଯ୍ୟ ଆମେ ଦଉଛୁ ଏବଂ ଛବି ବାବୁ ଯିଏ ଅଛନ୍ତି ପ୍ରାଇଭେଟ ବସ୍ ଆସିଛନ୍ତି ସେ ବି ଗୋଟେ 5,000 ଟଙ୍କା ତାକୁ ସାହାଯ୍ୟର ହାତ ବଢେଇଛନ୍ତି। ନିଶ୍ଚିତ ଭାବରେ ଏହା ତା ପାଇଁ ବହୁତ କମ ର ସାହାଯ୍ୟ, କିନ୍ତୁ ମାଲକାନଗିରି ଜିଲ୍ଲାର ଅନ୍ୟ ଯୋଉ ବନ୍ଧୁ ମାନେ ଅଛନ୍ତି କିମ୍ବା ଓଡିଶାର ଯେକୌଣସି ବନ୍ଧୁ ସାହାଯ୍ୟ ଯଦି ହାତ ବଢେଇବେ ନିଶ୍ଚିତ ଭାବରେ ସେ ସନିଆ ଚାଲାଣର କ୍ୟାନ୍ସର ଭଲ ହବ ଏବଂ ସେ ଆଗକୁ ଆସିବ, ପାଠ ପଢିବ। କ୍ୟାନ୍ସର ମଧ୍ୟ ବର୍ତ୍ତମାନର ସ୍ଥିତିରେ ବର୍ତ୍ତମାନ ସମୟରେ କ୍ୟାନ୍ସର ବି କ୍ୟୁର ହେଲାଣି ଏବଂ ସରକାର ଚାହିଁଲେ ନିଶ୍ଚିତ ଭାବରେ ଭଲ ଟ୍ରିଟମେଣ୍ଟ ଦେବ ଆଉ ଭଲ ଖାଇବା ପିଇବା ହେଲେ ସେ ପିଲା ମୁଁ ଭାବୁଛି ଭଲ ହେଇଯିବ। ଲୋକଙ୍କୁ ଯିଏ ବି ଆପଣଙ୍କର ସାହାଯ୍ୟର ହାତ ବଢେଇବ ମୁଁ କହୁଛି ସେ ତାକୁ ସନିଆ ଚାଲାଣକୁ କିଛି ସାହାଯ୍ୟ କରନ୍ତୁ, ଆର୍ଥିକ ସାହାଯ୍ୟ ଫଳରେ ସେ କିଛି ତାର ଭଲ ଖାଦ୍ୟ ଖାଇପାରିବ ଏବଂ ଉନ୍ନତ ଧରଣର ଟ୍ରିଟମେଣ୍ଟ ନେଇପାରିବ, ତାହେଲେ ସନିଆ ପୁଣି ଫେରି ପାରିବ ଏଇ ମାନେ ଲାଇଫ କୁ ଫେରି ପାରିବ ଭଲ ଲାଇଫ। ବାବୁ ଯୋଉ ଅଛନ୍ତି ତାଙ୍କ ନାଁ ସନ୍ୟା ଚାରଣ, ଯିଏକି ଆମର ବଣ୍ଡା ସମ୍ପ୍ରଦାୟର ଗୋଟେ ପିଲା ଅଛନ୍ତି। ବୟସ ବହୁତ କମ ଅଛି, 7 ବର୍ଷ। ମାତ୍ର ଦୁଃଖର ଦିନ ଏଇଠିକି ଯେ ତାଙ୍କର ଯୋଉ ବ୍ଲଡ କ୍ୟାନ୍ସର ଡିଟେକ୍ଟ ହେଇଛି। ଡକ୍ଟର ବି ତାଙ୍କୁ ଆଡଭାଇଜ କରିଛନ୍ତି କଟକ ହସ୍ପିଟାଲକୁ ଯିବା ପାଇଁକା। ତ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଷ୍ଟେପ୍ ନିଆଯାଇଛି। କଲେକ୍ଟର ସାର୍ଙ୍କର ତତ୍ତ୍ୱାବଧାନରେ ସବୁ ଚାଲୁଅଛି। ସିଡିଏମଓ ବି ତାଙ୍କର ହେଲ୍ପ କରୁଛନ୍ତି, ତାଙ୍କର ଯୋଉ ଚ୍ୟାନେଲ ଯେମିତି ରୁଟିନ କରିବା କଥା ସେ କରୁଛନ୍ତି। ତ ଜିଲ୍ଲା ପ୍ରଶାସନ ବି ସତର୍କ ରହିଛି ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି। ତେଣୁକରି ଆମେ ବି ଆଶା କରୁଛୁ ଯେ ପିଲାଟି କେମିତି ଭଲ ହେଇକି ପୁଣି ଥରେ ସେ ପାଠ ପଢାରେ ଯୋଗ ଦବ, ସେଇ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ରହିଛି। ତ ମୋ ନାଁ ଛବି ଦାସ, ମାଲକାନଗିରି ଜିଲ୍ଲା ଗରିବ ସଂଘର ଉପଦେଷ୍ଟା ଅଛି। ତ କାଲି ମୁଁ ବ୍ୟକ୍ତିଗତ ଭାବେ ଦେବ ଭାଇ ସହିତ ମୁଁ କଥା ହେବାକୁ, ଦେବ ଭାଇ କହିଲେ ମୁଁ ମେଡିକାଲରେ ଅଛି, ଗୋଟେ ବଣ୍ଡା ଛୁଆଟା କ୍ୟାନ୍ସରରେ ପୀଡ଼ିତ ଅଛି, ଆଉ କାଲି ଆସ ଟିକେ। ମୋର ହୃଦୟ ତରଳିଗଲା। ମୁଁ ଭାବିଲି ଏଇ ଯୋଉ ବଣ୍ଡା ଜାତିର ଛୁଆଟାକୁ ମୋ ତରଫରୁ ବ୍ୟକ୍ତିଗତ ଭାବରେ ମୁଁ କିଛି ସାହାଯ୍ୟ କରିବି ବୋଲି ମୁଁ ମନ ବାଡ଼େଇଲା। ମୁଁ ଆଜି ଆସିକି ମୋର ଯେତିକି ସମ୍ଭବ 5,000 ଟଙ୍କା ଦେଇଛି। ମୁଁ ସମସ୍ତ ମାଲକାନଗିରି ଜିଲ୍ଲା ହଉ କିମ୍ବା ଓଡ଼ିଶାରେ କୋଣ ଅନୁକୋଣରେ ଥିବା ସମସ୍ତ ଲୋକଙ୍କୁ ସାହାଯ୍ୟ ଲୋଡ଼ିବା ପାଇଁ ମୁଁ ଏଇ ଯୋଉ ବଣ୍ଡା ଛୁଆଟା ଯାଉଛି ଆଜି କ୍ୟାନ୍ସର ଟ୍ରିଟମେଣ୍ଟ ପାଇଁ କଟକକୁ, ସମସ୍ତଙ୍କୁ ଅନୁରୋଧ କରୁଛି କିଛି ନା କିଛି ସାହାଯ୍ୟ କରନ୍ତୁ।